ସ୍ୱାଧୀନତା ଦିବସରେ ସ୍କୁଲ ଛାତ୍ରୀଙ୍କ ସହିତ ଘଟିଗଲା ବହୁତ ବଡ଼ ଦୁର୍ଘଟଣା। ହଁ ଦର୍ଶକ ବନ୍ଧୁ, ସ୍କୁଲ ଛାତ୍ରୀମାନେ ପତାକା ଉଡ଼ାଇ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ ସହିତ ବହୁତ ବଡ଼ ଦୁର୍ଘଟଣା ଘଟିଯାଇଛି। ଆଉ ସେହି ଦୁର୍ଘଟଣା ସ୍ଥଳରେ ସେହି ଝିଅମାନେ ଚିତ୍କାର କରି କହୁଥାନ୍ତି, ଆମକୁ ରକ୍ଷା କର, ଆମକୁ ରକ୍ଷା କର, ଆମକୁ ରକ୍ଷା କର, ଆମକୁ ବଞ୍ଚାଅ, ଆମକୁ ବଞ୍ଚାଅ, ଆମକୁ ବଞ୍ଚାଅ, ଏମିତି ଚିତ୍କାର କରୁଥାନ୍ତି ସେ ସ୍କୁଲ ଛାତ୍ରୀମାନେ। ଆଉ ସେଇଠାରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଯାହା ଶୁଣିଲେ ଆପଣମାନଙ୍କର ଲୋମମୂଳ ଟାଙ୍କୁରି ଉଠିବ। ଏହି ସ୍ୱାଧୀନତା ଦିବସରେ ବହୁତ ବଡ଼ ଘଟଣା ଘଟିଯାଇଥିଲା ସେଇ ଝିଅମାନଙ୍କ ସହିତ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରନ୍ତି, ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ଲେଖିଦେବେ। ଆଉ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ଆଉ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଚାଲନ୍ତୁ ଦର୍ଶକ ବନ୍ଧୁ, ଏମିତି ଏକ ଭୟଙ୍କର କାହାଣୀଟିକୁ ଆରମ୍ଭ କରିବା ଏହି ନୂତନ ଅନୁଭୂତିଟିକୁ। ତ ଚାଲନ୍ତୁ ଭିଡ଼ିଓଟାକୁ ଆରମ୍ଭ କରିବା। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ସୁକୁମାର ବେହେରା ରହୁଥିଲେ। ପରିବାର କହିଲେ ସୁକୁମାର ଓ ତାଙ୍କ ସ୍ତ୍ରୀ ମିତାଲି, ଆଉ ତାଙ୍କର ଗୋଟିଏ ମାତ୍ର ଝିଅ ଆଉ ଗୋଟିଏ ମାତ୍ର ପୁଅ। ଆଉ ସେ ଝିଅଟିର ନାମ ଥିଲା ସୋନାଲି। ସୁକୁମାର ଜଣେ ଦିନ ମଜୁରିଆ ହିସାବରେ ବିଲରେ କାମ କରିବାକୁ ଡେଲି ଯାଆନ୍ତି। 200-400 ଟଙ୍କା କାମରୁ ପାଇଲେ ତାଙ୍କ ଘର ସେ ଚଳାନ୍ତି। ଆଉ ତାଙ୍କ ସ୍ତ୍ରୀ ମିତାଲି ହାର୍ଟ ରୋଗରେ ପୀଡ଼ିତ ଅବସ୍ଥାରେ ଘରେ ରୁହନ୍ତି। ସେ କୌଣସି କାମ କରନ୍ତି ନାହିଁ, ଟୋଟାଲି ବେରୋଜଗାର କହିଲେ ଚଳିବ। ଆଉ ତାଙ୍କ ଝିଅ ମିତାଲି 10ମ ଶ୍ରେଣୀରେ ପାଠ ପଢ଼ୁଥାଏ। ଆଉ ସେ ଏମିତି ଏକ ଛୋଟ ପରିବାରରେ ଜନ୍ମ ହୋଇଥାଏ। ଆଉ ତାଙ୍କର ପୁଅ +3 ଫାର୍ଷ୍ଟ ଇୟରରେ ପଢ଼ୁଥାଏ। ତାଙ୍କ ଝିଅ ମିତାଲି ଯେତେବେଳେ ସ୍କୁଲକୁ ସ୍ୱାଧୀନତା ଦିବସ ଆସିଗଲା, ସେ ସ୍କୁଲକୁ ଯିବା ପାଇଁ ପ୍ରୟାସ ଆରମ୍ଭ କରିଲା। ଆଉ ତାଙ୍କ ବାପାଙ୍କୁ କହୁଥାଏ, ବାପା ମୋତେ ମାର୍କେଟକୁ ନେଇଚାଲ, ମୁଁ କିଛି ସ୍ୱାଧୀନତା ଦିବସର କିଛି କାର୍ଯ୍ୟ ପୁସ୍ତିକା, ମୋର କିଛି ସାମଗ୍ରୀ ଆଣିବି, ଆଉ ପତାକା ନେଇ ମୁଁ ମାର୍କେଟରୁ ଆସିବି। ତାଙ୍କ ବାପା କହିଲେ, ଝିଅ ମିତାଲି, ତୁ କିଛି ସମୟ ପରେ ବାହାରି ପଡ଼, ଆମେ 2 ଜଣ ଖାଇସାରି ରେଡ଼ି ହେଇ ମାର୍କେଟକୁ ଯିବା। ଆଉ ତୋର କିଛି ଜିନିଷ ଆଣିବା, ଆଉ ମୋର ମାର୍କେଟରେ ବହୁତ କିଛି କାମ ଅଛି, ସେଠାରେ ମୁଁ ମୋର କାମ ସାରିବି। ଆଉ ତୁମେ ତୁମର ଜିନିଷପତ୍ର ନେଇ ସ୍ୱାଧୀନତା ଦିବସ ପାଇଁ କିଛି ଜିନିଷ ନେଇ ତୁମେ ଘରକୁ ପଳେଇ ଆସିବ। ଆଉ ସେଇଠାରେ ବାପ ଝିଅ ମନ ଖୁସି ହୋଇ ଘରୁ ବାହାରି ଗଲେ ମାର୍କେଟକୁ ଜିନିଷ ଆଣିବା ପାଇଁ। ଆଉ ସେଇ ମାର୍କେଟରେ ପହଞ୍ଚିଲା ବେଳକୁ ତାଙ୍କ ଝିଅ ମିତାଲି ବିଭିନ୍ନ ପ୍ରକାରର ପତାକା ଆଉ ବିଭିନ୍ନ ପ୍ରକାରର ବ୍ୟାଚ୍ ସବୁ ନେଇକି ତାଙ୍କ ଝିଅ ମିତାଲି ଘରକୁ ଆସିବାକୁ ଆରମ୍ଭ କଲା। ଆଉ ଘର ବାହାରି ସୁସଜ୍ଜିତ ଅବସ୍ଥାରେ ସ୍ୱାଧୀନତା ଦିବସର ସକାଳରେ ସେ ସ୍କୁଲକୁ ଯିବାକୁ ପ୍ରସ୍ତୁତ ହେଉଥାଏ। ଆଉ ତାର ମା ରୋଗିଣା ଅବସ୍ଥାରେ ସେ ଝିଅକୁ ବାହାର କରିଦେଇଥାଏ ସ୍ୱାଧୀନତା ଦିବସ ଯିବା ପାଇଁ ସ୍କୁଲକୁ ପାଳିତ କରିବା ପାଇଁ। ଆଉ ତାର ଝିଅ ମିତାଲି ମନ ଖୁସିରେ ସ୍କୁଲକୁ ବାହାରି ଚାଲିଥାଏ। ଆଉ ଠିକ୍ ସେତିକି ବେଳେ ତା ଝିଅ ମିତାଲି ସ୍କୁଲରେ ଯାଇ ପହଞ୍ଚିଗଲା। ସମସ୍ତେ ଏହି ଝିଅ ମିତାଲିକୁ ଅନାଇଥାନ୍ତି। ସେ ବିଭିନ୍ନ ରକମ ଫୁଲରେ, ବିଭିନ୍ନ ରକମ ପତାକାରେ, ବିଭିନ୍ନ ରକମ ବ୍ୟାଚ୍ରେ ସୁସଜ୍ଜିତ ହୋଇ ସେ ତାର ସ୍କୁଲରେ ପହଞ୍ଚିଗଲା। ଆଉ ପହଞ୍ଚିଗଲା ବେଳକୁ ସମସ୍ତେ ୟାକୁ ଅନାଇଥାନ୍ତି। ବହୁତ ସୁନ୍ଦର ମଧ୍ୟ ସେ ଝିଅ ଦେଖାଯାଉଥାଏ। ଆଉ ସାର୍ମାନଙ୍କର କଥା ଶୁଣି ସେମାନେ ସମସ୍ତେ ବାହାରି ପଡ଼ିଲେ ସ୍କୁଲରୁ ବାହାରକୁ ପତାକା ଉତ୍ତେଜିତ କରିବା ପାଇଁ। ଆଉ ସମସ୍ତେ ସାଙ୍ଗର ଝିଅମାନଙ୍କ ସହିତ ମିଶି ସେ ମଧ୍ୟ ସ୍କୁଲରୁ ବାହାରି ଆସିଲା ଧାଡ଼ି ହୋଇ ରାସ୍ତାଘାଟରେ ପ୍ରଚାର ପ୍ରସାର କରିବା ପାଇଁ ସ୍ୱାଧୀନତା ଦିବସର। ସେ
ସେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ସେ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତେ ସ୍କୁଲରେ ଡ୍ରମ୍ ବଜାଇ ଆଗରେ ଆଗରେ ଧାଡ଼ି ହୋଇ ଜୟ ଜଗନ୍ନାଥ, ଜୟ ଯବାନ, ଜୟ କିଷାନ ଏମିତି ଭାବରେ ଭାଷଣ ପ୍ରତିଯୋଗିତା କରି ସେମାନେ ସମସ୍ତେ ବାହାରି ଆସିଲେ ସେଇ ଦାଣ୍ଡ ଦୁଆରରେ, ସେଇ ରାସ୍ତାଘାଟରେ ଚାଲି ଚାଲି ବାହାରକୁ ବାହାରି ଆସିଲେ। ଆଉ ଠିକ୍ ସେତିକି ବେଳେ ସେଇ ରାସ୍ତା ମଝିରେ ତାଙ୍କମାନଙ୍କ ସହିତ ଘଟିଗଲା, ଆଉ ସେଇ ମିତାଲି ସହିତ ଘଟିଗଲା ବହୁତ ବଡ଼ ଦୁର୍ଘଟଣା। ଠିକ୍ ସେତିକି ବେଳେ ରାସ୍ତାଘାଟରେ ବହୁତ ବଡ଼ ଟ୍ରକ୍ ଆସି ସେମାନଙ୍କ ସହିତ ଦୁର୍ଘଟଣାଗ୍ରସ୍ତରେ ବହୁତ ବଡ଼ ଦୁର୍ଘଟଣା ଘଟାଇଥିଲା। ଠିକ୍ ସେତିକି ବେଳେ ସମସ୍ତେ ଭଅ ଭଅ ହୋଇ ଚିତ୍କାର କରି କାନ୍ଦିବାକୁ ଲାଗିଥାନ୍ତି ସେଇଠାରେ ଝିଅମାନେ, ଆଉ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନେ କାନ୍ଦି କାନ୍ଦି ଭଅ ଭଅ ହୋଇ ଚିତ୍କାର କରିବାକୁ ଲାଗିଥାନ୍ତି, ହେ ଆମ ପିଲାମାନଙ୍କୁ ରକ୍ଷା କର, ଆମ ପିଲାମାନଙ୍କୁ ରକ୍ଷା କର, ଆମ ପିଲାମାନଙ୍କୁ ରକ୍ଷା କର। ଆଉ ସେଇଠାରେ ସମସ୍ତେ ଚିତ୍କାର କରି ଝିଅମାନେ କହୁଥାନ୍ତି ଆମକୁ ରକ୍ଷା କର, ଆମକୁ ରକ୍ଷା କର, ଆମକୁ ରକ୍ଷା କର। ଠିକ୍ ସେତିକି ବେଳେ ଜଗନ୍ନାଥଙ୍କ ରୂପରେ ଗାଁର ସମସ୍ତ ଲୋକ ଦୌଡ଼ି ଆସି ତାଙ୍କ ପାଖରେ ରୁଣ୍ଡ ହୋଇଗଲେ। ଆଉ ସେଇଠାରେ ସେଇ ଝିଅମାନଙ୍କୁ ଡାକ୍ତରଖାନା ନେବାକୁ ପ୍ରୟାସ ଆରମ୍ଭ କଲେ। ଠିକ୍ ସେତିକି ବେଳେ ଆହୁରି ବହୁତ ବଡ଼ ଦୁର୍ଘଟଣା ତାଙ୍କ ସହିତ ଘଟିଗଲା। ସେଇଠାରେ ତାଙ୍କୁ 15 ମିନିଟ୍ରୁ ନେବା ଆଣିବା କରିବା ସମୟରେ ସେଇ 108 ଆମ୍ବୁଲାନ୍ସ ଆସିବା ପୂର୍ବରୁ ମିତାଲିର ଜୀବନ ଯାଉଥାଏ, ଧକ୍ ଧକ୍ ଛାତି, ଧକ୍ ଧକ୍ ଛାତି, ଧକ୍ ଧକ୍ ଛାତି ହେଉଥାଏ। ଠିକ୍ ସେତିକି ବେଳେ ସେଇ ମିତାଲି ସହିତ ବହୁତ ବଡ଼ ଦୁର୍ଘଟଣା ଘଟିଗଲା। ଭଗବାନ ରୂପରେ ଗୋଟିଏ ବାଳକ ଆସି ତାଙ୍କୁ ଟିକେ ଜଳ ପିଆଇ ତାଙ୍କ ହାତରୁ ମଥାରେ ସ୍ପର୍ଶ କରି କହୁଥାନ୍ତି ତୁମର କିଛି ହେବ ନାହିଁ, ତୁମର କିଛି ହେବ ନାହିଁ, ତୁମର କିଛି ହେବ ନାହିଁ। ଠିକ୍ ଆଉ କିଛି ସମୟ ପରେ ତୁମେ ସୁସ୍ଥ ଅବସ୍ଥାରେ, ସୁସ୍ଥ ନିରାଶରେ ହୋଇଯିବ। ଆଉ ଠିକ୍ ସେତିକି ବେଳେ ଆମ୍ବୁଲାନ୍ସ ଆସି ତାକୁ ନେଇଗଲେ ଡାକ୍ତରଖାନା। ଆଉ ସେଇଠାରେ ଡାକ୍ତରଖାନାରେ ପହଞ୍ଚିଲା ମାତ୍ରେ କିଛି ସମୟ ଗଲା ପରେ ସେଇ ଡାକ୍ତର ତାଙ୍କୁ କିଛି ମେଡ଼ିସିନ ଲେଖିଦେଲେ, ଆଉ ଗୋଟିଏ ଟିଟାନାସ୍ ଦେଇଦେଲେ, ଆଉ ଗୋଟିଏ ଇଞ୍ଜେକ୍ସନ୍ ଦେଇ କହିଲେ ମିତାଲି ତୁମର ଆଉ କିଛି ହେବ ନାହିଁ, ତୁମର ଦେହ ବର୍ତ୍ତମାନ ସୁସ୍ଥ ଅବସ୍ଥାରେ ରହିଆସିଅଛି। ଆଉ ସେଇଠାରେ ସେ ତା'ର ବାପା ମା ଡାକ୍ତରଙ୍କୁ କହିଲେ ହେ ଡାକ୍ତର ବାବୁ, ତୁମେ ନଥିଲେ ଆଉ ସେଇ ପିଲା ଯଦି ସେଠାରେ ନଥାନ୍ତା ଆମ ଝିଅକୁ କିଏ ବା ରକ୍ଷା କରିଥାନ୍ତା, ଆଉ ଏତେ ଡାକ୍ତରଖାନା ପର୍ଯ୍ୟନ୍ତ ଆମକୁ କିଏ ଆଣିଥାନ୍ତା। ସେ ଜଗତର ନାଥ ଜଗନ୍ନାଥ ଥିଲେ ବୋଲିକା ଆମ ଝିଅକୁ ଆମେ ଫେରି ପାଇଛୁ। ହେ ଜଗତର ନାଥ ଜଗନ୍ନାଥ, ତୁମର ଏ ଲୀଳା ମୋ ଝିଅକୁ ରକ୍ଷା କରିଥିବାରୁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ଆଉ ସେଇଠାରେ ଭଅ ଭଅ ହୋଇ ଡାକ୍ତରଙ୍କ ପାଖରେ ଚିତ୍କାର ହୋଇ କାନ୍ଦିବାକୁ ଆରମ୍ଭ କରିଦେଲେ। ଆଉ ସେଇଠାରେ ଡାକ୍ତର କହିଲେ ତୁମେ ଜମା ବ୍ୟସ୍ତ ହୁଅ ନାହିଁ, ତୁମର ଝିଅ ସେଇଠାରେ ଭଲ ହୋଇଯିବ। ଆଉ କିଛି ସମୟ ମାତ୍ରେ ତାଙ୍କର ଝିଅ ମିତାଲି ସେଇଠାରେ ଭଲ ହୋଇଗଲା, ଆଉ ଖୁସି ଆନନ୍ଦରେ ଘରକୁ ଆସିଲା। ଆଉ ଖୁସି ଆନନ୍ଦରେ ସମସ୍ତ ପରିବାର ଖୁସିରେ ମନମୁଗ୍ଧ ହୋଇଗଲେ।